ଏହି ପାଞ୍ଚ ଖେଳାଳିଙ୍କର କ୍ୟାରିୟର ଶେଷ। ଭାରତ ଦକ୍ଷିଣ ଆଫ୍ରିକା ଟି20 ସିରିଜ୍ ପାଇଁ ପୁଣି ସାମିଙ୍କୁ କରାହେଲା ଅଣଦେଖା। ଏହି ପାଞ୍ଚଟି ଖେଳାଳିଙ୍କର କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ତେବେ ଆପଣ ଜାଣି ରଖନ୍ତୁ ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ଖବର। ଦକ୍ଷିଣ ଆଫ୍ରିକା ବିପକ୍ଷରେ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ଅବସ୍ଥାରୁ ସୁସ୍ଥ ହେବା ପରେ ଦଳକୁ ଫେରିଛନ୍ତି। ସୁମନ ଗିଲଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ତଥାପି ଫିଟନେସ୍ ପରୀକ୍ଷାରେ ପାସ୍ କରିବା ପରେ ହିଁ ଗିଲ୍ ଏହି ସିରିଜ୍ରେ ଖେଳିବେ। ତଥାପି କିଛି ଖେଳାଳି ଅଛନ୍ତି ଯେଉଁମାନେ ପୁଣି ଥରେ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖା କରାଯାଇଛନ୍ତି। ପ୍ରଥମେ ଯିବା ଆମେ ମହମ୍ମଦ ସାମିଙ୍କ ପାଖକୁ ଯିବା। ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଚୟନକର୍ତ୍ତାମାନେ ପୁଣି ଥରେ ଅଣଦେଖା କରିଛନ୍ତି। 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ପାଇଁ ମନୋନୀତ ଦଳରେ ତାଙ୍କୁ ସାମିଲ କରାଯାଇ ନଥିଲା। ସାମିଙ୍କୁ ଶେଷ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ସମୟରେ ଭାରତୀୟ ଦଳରେ ଦେଖିବାକୁ ମିଳିଥିଲା। ଦ୍ୱିତୀୟ ହେଉଛନ୍ତି ରିଙ୍କୁ ସିଂ। ଦକ୍ଷିଣ ଆଫ୍ରିକା ବିପକ୍ଷ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ପାଇଁ ମନୋନୀତ 15 ଜଣିଆ ଦଳରୁ ରିଙ୍କୁ ସିଂଙ୍କୁ ମଧ୍ୟ ବାଦ୍ ଦିଆଯାଇଛି। ଅଷ୍ଟ୍ରେଲିଆ ଗସ୍ତ ପାଇଁ ରିଙ୍କୁଙ୍କୁ ଦଳରେ ସାମିଲ କରାଯାଇଥିଲା, କିନ୍ତୁ ସେ କେବଳ ଗୋଟିଏ ମ୍ୟାଚ୍ ଖେଳିଥିଲେ। ରିଙ୍କୁଙ୍କୁ ବାଦ୍ ଦେବା ନିଷ୍ପତ୍ତି ନିଶ୍ଚିତ ଭାବରେ ଟିକେ ଆଶ୍ଚର୍ଯ୍ୟଜନକ ନିଶ୍ଚିତ ଭାବରେ ହେବ। ନୀତିଶ କୁମାର ରେଡ୍ଡୀଙ୍କୁ ମଧ୍ୟ ଟି20 ଦଳରୁ ବାଦ୍ ଦିଆଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ଆଘାତରୁ ସୁସ୍ଥ ହେବା ପରେ ଦଳକୁ ଫେରିଛନ୍ତି, ଯାହା କାରଣରୁ ନୀତିଶଙ୍କୁ ଦଳରୁ ବାଦ୍ ଦିଆଯାଇଛି। ନୀତିଶଙ୍କ ପ୍ରଦର୍ଶନ ସମ୍ପ୍ରତି ଖରାପ ରହିଛି, ଯାହା କାରଣରୁ ଚୟନକର୍ତ୍ତାମାନେ ଏଥର ତାଙ୍କ ଉପରେ ଭରସା ଦେଖାଇନାହାନ୍ତି। ଆଉ ଜଣେ ହେଉଛନ୍ତି ଋତୁରାଜ ଗାଇକ୍ୱାଡ୍। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଦିବସୀୟ ମ୍ୟାଚ୍ରେ ବ୍ୟାଟ୍ରେ ସେନ୍ସେସନ୍ ହୋଇଥିବା ଋତୁରାଜ ଗାଇକ୍ୱାଡ୍ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ର ଚୟନକର୍ତ୍ତା ବିଶ୍ୱାସ ଜିତିବାରେ ବିଫଳ ହୋଇଛନ୍ତି। 15 ଜଣିଆ ଦଳରେ ଋତୁରାଜଙ୍କୁ ସାମିଲ କରାଯାଇନଥିଲା। ଘରୋଇ କ୍ରିକେଟ୍ ଏବଂ ଭାରତ ପାଇଁ ଋତୁରାଜ ଦମଦାର ପ୍ରଦର୍ଶନ କରିଥିଲେ, ତଥାପି ଏହା ସତ୍ତ୍ୱେ ତାଙ୍କୁ ଟି20 ଦଳରେ ସାମିଲ କରାଯାଇନି। ତାପରେ ହେଉଛନ୍ତି ରିଷଭ ପନ୍ତ। ଦକ୍ଷିଣ ଆଫ୍ରିକା ବିପକ୍ଷରେ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ପାଇଁ ରିଷଭ ପନ୍ତଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇନାହିଁ। ଏକ ଦିବସୀୟ ପାଇଁ ମନୋନୀତ ହେବା ପରେ ପନ୍ତଙ୍କୁ ଟି20ରେ ମଧ୍ୟ ନିଜର ବ୍ୟାଟିଂ ଦେଖାଇ ଚମକ ଦେଖାଇବାର ସୁଯୋଗ ମିଳିବ ବୋଲି ବିଶ୍ୱାସ କରାଯାଉଥିଲା। ତଥାପି ପନ୍ତଙ୍କୁ ଟି20 ଦଳକୁ ଫେରିବା ପାଇଁ ଆହୁରି ଟିକେ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ମୋ ହିସାବରେ ଆହୁରି ଜଣେ ବ୍ୟାଟ୍ସମ୍ୟାନ୍ ଥିଲେ, ଯିଏକି ହେଉଛନ୍ତି ୟଶସ୍ୱୀ ଜୟସ୍ୱାଲ। ତାଙ୍କୁ ମଧ୍ୟ ଅଣଦେଖା କରାଯାଉଛି। କିନ୍ତୁ ଏହିସବୁ ଖେଳାଳିକୁ କିଛି ଅଣଦେଖା କରାଯାଉଛି। କିନ୍ତୁ ଯେଉଁ ଭଳିଆ କମ୍ପିଟିସନ୍ ହେଲାଣି, ଯେତେ ଗୁଡ଼ିଏ ଭଲ ପ୍ଲେୟାର ଆସିଲେଣି, ସମସ୍ତଙ୍କୁ ସିଲେକ୍ସନ୍ କରିବାଟା, କାହାକୁ ସିଲେକ୍ସନ୍ କରିବ, କାହାକୁ ରଖିବ, ଏସବୁ ଭିତରେ ବହୁତ ଗୁଡ଼ାଏ ଟେନସନ୍ ହେଇଯାଉଛି। କିନ୍ତୁ ଗୋଟେ ଜିନିଷ ପ୍ରାୟ ଦେଖିବାକୁ ମିଳୁଛି, ଏବେ ଯେଉଁ କଣ୍ଟ୍ରୋଭର୍ସି ଚାଲିଛି, ହର୍ଷିତ ରାଣାଙ୍କୁ, ମାନେ ଏଇ ଯେଉଁ ଗୌତମ ଗମ୍ଭୀରଙ୍କର କୋଚିଂରେ ହର୍ଷିତ ରାଣାଙ୍କୁ ସବୁ ଟେଷ୍ଟ, ODI, ଟି20 ସବୁଥିରେ ପ୍ରତ୍ୟେକ ଦଳରେ ସାମିଲ କରାଯାଉଛି ଆଉ ପ୍ରତ୍ୟେକ ମ୍ୟାଚ୍ ଖେଳାଯାଉଛି। ତା ପଛର କ'ଣ କାରଣ, ତା ପଛରେ ଟିମ୍ର ପ୍ଲାନିଂ କ'ଣ ତାଙ୍କର ଗେମ୍ ପ୍ଲାନ୍ ରହୁଛି, ସେଇଟା ତ ଠିକ୍ ସେ ବୁଝି ହେଉନି। ସେଥିପାଇଁ କଣ୍ଟ୍ରୋଭର୍ସି ଚାଲୁଛି ଏବଂ କିଛି ତାଙ୍କ ପରିମାଣରେ ସେ ଦେଖୁଛନ୍ତି, ଯେହେତୁ ଗୋଟେ ବୋଲର ସେ ତ ଭଲ ପ୍ରଦର୍ଶନ ବି କରିବ, ସେ ଅନୁସାରେ ପ୍ରଦର୍ଶନ କେତେବେଳେ କେମିତି ଭଲ ମଧ୍ୟ କରୁଛନ୍ତି। କିନ୍ତୁ କ'ଣ ଆପଣଙ୍କ ହିସାବରେ ଯଦି ଆପଣମାନେ କମେଣ୍ଟ କରିବେ ତେବେ କିନ୍ତୁ ବଢ଼ିଆ ହେବ। ଆମେ ଦେଖା ହେବ ଅନ୍ୟ ଏକ ଅପଡ଼େଟ୍। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।